ଫୋକସ୍ ନାହିଁ। ଜାଣିନଥିଲେ ଆଉ ସିଏ ବି ସେ କଥା କାହାକୁ କହିନଥିଲା, ସେଇଟା ତ ବଡ଼ କଥା ନା। ଅଂଶୁକ କିନ୍ତୁ ମାମା ବିଷ୍ଣୁପାଳ ସିଂ ମୋ ବାପା ତମେ ଯେ ମୋତେ କହିନଥିଲ କାହିଁକି? କିନ୍ତୁ ମାମା ବିଷ୍ଣୁପାଳ ସିଂ ମୋ ବାପା ତମେ ମୋତେ ଏବେ ଯାଏଁ କହିନ କାହିଁକି ମୋତେ? ତତେ ଏସବୁ କଥା କହିବାର ସମୟ ଆସିନଥିଲା ଅର୍ଜୁନ। ଦେଖିବୁ ଗଲେ ଏବେ ବି ସେ ସମୟ ଆସେ, କିନ୍ତୁ ପରିସ୍ଥିତି ଆଗରେ ମୁଁ ନାଚେ। ସେଇଥିପାଇଁ ତତେ ଏବେ ସେ ସତ୍ୟଟା ଜଣାଇବା ପାଇଁ ମୁଁ ବାଧ୍ୟ। ଯଦି ଏଇଟା ସତ ବିଷ୍ଣୁପାଳ ସିଂ ମୋ ବାପା, ଯଦି ଏଇଟା ସତ ବିଷ୍ଣୁପାଳ ସିଂ ମୋ ବାପା, ଆମେ କ'ଣ ତାହେଲେ ଏବେ ତାଙ୍କ ସାଙ୍ଗରେ ତାଙ୍କ ଘରେ ଯାଇ ରହିବା? ତାହେଲେ ଆମେ କ'ଣ ତାଙ୍କ ସାଙ୍ଗରେ ତାଙ୍କ ଘରେ ରହିବା? ସେମିତି ହେଲେ ଭଲ ହୁଅନ୍ତା, ସେମିତି ହେଲେ ଭଲ ହୁଅନ୍ତା। କାହିଁକିନା ମୋ ଫ୍ରେଣ୍ଡ ବଂଶୁ ବି ସେଇଭଳି କରୁଛି। କାହିଁକିନା ମୋ ଫ୍ରେଣ୍ଡ ବଂଶୁ ବି ସେଇ ଘରେ ରୁହେ। ତମେ ଚାଲ ନା ମାମା ଆମେ ସେ ଘରକୁ ଯିବା, ତମେ ଚାଲ ନା ମାମା ଆମେ ସେ ଘରକୁ ଯିବା। ଆଉ ସେମାନଙ୍କ ସାଙ୍ଗରେ ମିଶି ସେଠି ରହିବା। ଆଉ ସେମାନଙ୍କ ସାଙ୍ଗରେ ଆମେ ସେଠି ମିଶିକି ରହିବା। କିନ୍ତୁ କେମିତି ଅଂଶୁ? ବୁଝିବେ କହିଲା ହେଇଗଲା କିନ୍ତୁ କେମିତି ଅଂଶୁ? ତ ଜେଜେମା ମାନେ ଭବାନୀପାଳ ସିଂ ସେଥିପାଇଁ ରାଜି ହେଲେ ତ? ସିଏ ନିଜେ ନ କହିଲେ ଆମେ ଚାହିଁଲେ ବି ସେଠି ଯାଇ ରହିପାରିବା। ତାଙ୍କ ସାଙ୍ଗରେ ମୁଁ କଥା ହେଲି, ତାଙ୍କ ସାଙ୍ଗରେ ମୁଁ କଥା ହେବି। ସିଏ ମୋତେ ବହୁତ